ନମସ୍କାର, ଜୟ ଜଗନ୍ନାଥ। ଶୁଭ ସକାଳର ଶୁଭ ଅଭିନନ୍ଦନ। ଭୋର 4ଟାରେ ମୁଁ ବାହାରିଥିଲି ଆମର ଅନ୍ତରପଡ଼ା ବାଲିପଦଠୁ ପ୍ରାୟ 5-6 କିଲୋମିଟର ହେବ। ଆଉ ସେଠି ପାର୍ଟିଙ୍କୁ ଛାଡ଼ି ମୁଁ ଆସିଲା ବେଳେ ବାଟରେ ଦେଖିଲି ମା ସାଙ୍କୁଳେଇଙ୍କର ଗେଟ୍ ଅଛି। ଆଉ ଯିବା ଦେଖିବା। ବହୁତ ଦିନ ମୁଁ ଆସୁଛି, ଚେଷ୍ଟା କରୁଛି ମାଆଙ୍କ ପାଖକୁ ଯାଇପାରୁନି ଦେଖିବା ପାଇଁ। ଆଜି ମାଆଙ୍କର ଡୋରି ଲାଗିଛି, ଆସିଛି, ନିଶ୍ଚୟ ଦେଖି ମାଆଙ୍କର ଦର୍ଶନ କରି ଯିବି। ଆଉ କୁହୁଡ଼ି ଯୋଗୁରୁ ଧୀରେ ଧୀରେ ଗାଡ଼ି ଆସିବା ବୋଲା ବହୁତ ମୋତେ ସମୟ ଲାଗିଥିଲା, ଲେଟ୍ ଲାଗିଥିଲା କୁହୁଡ଼ି ପାଇଁ ବୋଲି। ଆଉ ଯେଉଁ ଭାଇମାନେ ଗାଡ଼ି ଚଲାଉଛନ୍ତି ନିଶ୍ଚୟ ସତର୍କତାରେ ଭାଇମାନେ ଗାଡ଼ି ଚଲାନ୍ତୁ, କୁହୁଡ଼ି ପ୍ରତି ସତର୍କ ରୁହନ୍ତୁ। ଆଉ ଦେଖିବା, ଏ ତ ହେଉଛି ମାଆଙ୍କର ଗେଟ୍, ଏ ହେଉଛି ମା ସାଙ୍କୁଳେଇଙ୍କର ଗେଟ୍। କୁହୁଡ଼ି ବି ଦେଖୁଥିବେ କେଉଁ ଭାବରେ କୁହୁଡ଼ି ଅଛି, ସାମ୍ନାସାମ୍ନି ପାଖରେ ବି ଥିଲେ ବି ଦେଖାଯାଉନି, ଏତେ ପ୍ରବଳ କୁହୁଡ଼ି ଥିଲା। ଜୟ ମା ସାଙ୍କୁଳେଇ, ମାଆଙ୍କ ପୀଠରେ ଆସି ପହଞ୍ଚି ଯାଇଛି। ଆଉ ସକାଳ ସମୟଟା ତ ପୁରା ଏକଦମ ଖାଲି ଅଛି, ମନ୍ଦିର ବି ଖୋଲା ହେଇସାରିଲାଣି। ଆଉ ଏଠି ତ ଦୋକାନ ବାଡ଼ି ବି ବନ୍ଦ ଅଛି, ପୁରା କୁହୁଡ଼ିରେ ବି ଆହୁରି କୁହୁଡ଼ି ଯାଇନି। ଦେଖିବା ମାଆଙ୍କର ପୀଠରେ। ମା ସାଙ୍କୁଳେଇଙ୍କ ପାଖରେ ଏତିକି ପ୍ରାର୍ଥନା, ସମସ୍ତଙ୍କୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ। ଭିତର ଦୃଶ୍ୟ, ମନ୍ଦିର ତ ଖୋଲା ହେଇଗଲାଣି। ମେନ୍ ଗେଟ୍ ଖୋଲା ହେଇନି ମାଆଙ୍କର, ନନା ଆସିନାହାନ୍ତି, ମେନ୍ ଗେଟ୍ ଖୋଲା ହେଇନି। କୌଣସି ଫିଷ୍ଟ ରୋଷେଇବାସ କରିବା ପାଇଁ ବି ବହୁତ ଭଲ ସୁବିଧା ଅଛି ମାଆଙ୍କର ପୀଠରେ। ସବୁ କଲ୍ୟାଣୀ ମଣ୍ଡପ, ପାଣିର ସୁବିଧା, ସବୁ ରୁମ୍ର ବି ସୁବିଧା, ବହୁତ କିଛି ସବୁ ସୁବିଧା ଅଛି। ମେନ୍ ଗେଟ୍ ତ ଏପର୍ଯ୍ୟନ୍ତ ଖୋଲା ହେଇନି, ପ୍ରଥମ ଗେଟ୍ ଖୋଲା ହେଇଛି। ମାଆଙ୍କର ଦର୍ଶନ କରିବା ପାଇଁ ଏପର୍ଯ୍ୟନ୍ତ ଆହୁରି ପୂଜା ଅର୍ଚ୍ଚନାର ଆଳତୀର ହେଇନି, ଆହୁରି ସମୟ ଲାଗିବ। ନନା ଆସିନାହାନ୍ତି। ପୋଖରୀର ବି ବହୁତ ସୁବିଧା ଅଛି ପାଖରେ, ବ୍ରିଜ୍ ଟାଇପ୍ର ହେଇଛି ପୋଖରୀରେ, ଛୋଟିଆ ପୋଖରୀଟା ଅଛି, ଯାହା ବି ଗାଧପାଧ କରିବା ପାଇଁ ବ୍ୟବସ୍ଥା ବି ଏଠି ଅଛି। ଜୟ ମା ସାଙ୍କୁଳେଇ।